ପିଲାମାନେ ସମସ୍ତଙ୍କୁ ଆଉ ଗୋଟେ ନୂଆ ଭିଡିଓକୁ ସ୍ୱାଗତ। ଆଜି ଆମେ ପଢିବା କାରକ। କାରକ କହିଲେ କାହାକୁ କୁହାଯାଏ? ଯେ ବାକ୍ୟରେ କ୍ରିୟାପଦ ସହିତ ଯେଉଁ ପଦର ସମ୍ବନ୍ଧ ଥାଏ ତାହାକୁ କାରକ ବୋଲି କୁହାଯାଏ। ଏହାର ଗୋଟେ ଉଦାହରଣ ଦେଖିବା ଯେ ମୁଖ୍ୟମନ୍ତ୍ରୀ ରବୀନ୍ଦ୍ର ମଣ୍ଡପରେ ସ୍ୱାଧୀନତା ଦିବସରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶିକ୍ଷକ ଶିକ୍ଷିକାମାନଙ୍କୁ ନିଜ ହାତରେ ମାନପତ୍ର ଓ ଅର୍ଥ ପ୍ରଦାନ କଲେ। ଉପର ବାକ୍ୟରେ ପ୍ରଦାନ କଲେ ହେଉଛି ଗୋଟେ କ୍ରିୟାପଦ। ତେଣୁକରି ଏଇ କ୍ରିୟାପଦକୁ ଲଗେଇକି ବିଭିନ୍ନ ପ୍ରକାର ପ୍ରଶ୍ନ କଲେ ଯାହା ସବୁ ଆମକୁ ଉତ୍ତର ମିଳେ ସେଗୁଡ଼ିକ ହେଉଛି କାରକ। ଯେମିତିକି ଏହାର ଏକ ଉଦାହରଣ ଯେମିତିକି କିଏ ପ୍ରଦାନ କଲେ? ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ। କିନ୍ତୁ ପ୍ରଦାନ କଲେ ହେଉଛି ଆମର କ୍ରିୟାପଦ। ପ୍ରଦାନ କରିବାଟା ଗୋଟେ କ୍ରିୟାକୁ ବୁଝଉଛି, ଗୋଟେ କାମକୁ ବୁଝଉଛି। ତେଣୁକରି ଏଇଟା ହେଉଛି ଗୋଟେ କ୍ରିୟାପଦ। ଏଇ କ୍ରିୟାପଦକୁ ନେଇକି ଯୋଉ ବିଭିନ୍ନ ପ୍ରକାର ପ୍ରଶ୍ନ କରାଯାଇଛି ତାର ଉତ୍ତରରେ ଯୋଉ ସବୁ ଅର୍ଥ ଆସୁଛି ତାକୁ ସବୁ କାରକ ବୋଲି କୁହାଯାଏ। କିଏ ପ୍ରଦାନ କଲେ? ମୁଖ୍ୟମନ୍ତ୍ରୀ ପ୍ରଦାନ କଲେ। କଣ ପ୍ରଦାନ କଲେ? ମାନପତ୍ର ଓ ଅର୍ଥ। କାହିଁକି ବା କିପରି ପ୍ରଦାନ କଲେ? ନିଜ ହାତରେ ପ୍ରଦାନ କଲେ। ସେଇଭଳି ଭାବରେ ଏଇ ପ୍ରଦାନ କଲେ ଯୋଉ କ୍ରିୟାପଦ ତାକୁ ନେଇକି ଯେଉଁ ସବୁ ଅର୍ଥ ଆସିଛି ତାକୁ ବିଭିନ୍ନ ପ୍ରକାର କାରକ ବୋଲି କୁହାଯାଏ। ତାହେଲେ ଏଇ କାରକ ଗୁଡ଼ିକୁ କେତେ ଭାଗରେ ବିଭକ୍ତ ରହିଛି? ନା ଏଇ କାରକ ଗୁଡ଼ିକୁ 6 ଭାଗରେ ବିଭକ୍ତ ରହିଛି। କର୍ତ୍ତା କାରକ, କର୍ମ କାରକ, କରଣ କାରକ, ସମ୍ପ୍ରଦାନ କାରକ, ଅପାଦାନ କାରକ, ଅଧିକରଣ କାରକ। କର୍ତ୍ତା କାରକ। କର୍ତ୍ତା କାରକ କାହାକୁ କୁହାଯାଏ? ନା କର୍ତ୍ତା କାରକ କାହାକୁ କୁହାଯାଏ? ନା ଯିଏ କ୍ରିୟା ସମ୍ପାଦନ କରେ ବା କରାଏ ତାହା ହଉଛି କର୍ତ୍ତା କାରକ। ଅର୍ଥାତ୍ ଦେଖ, ଛାତ୍ର ବ୍ୟାକରଣ ପଢୁଛି, ଶିକ୍ଷକ ଛାତ୍ରକୁ ବ୍ୟାକରଣ ପଢାଉଛନ୍ତି। ଏଥିରେ କଣ? ଛାତ୍ର ବ୍ୟାକରଣ ପଢୁଛି, ତାହେଲେ ଏଠି କର୍ତ୍ତା କାରକ କିଏ? କ୍ରିୟାପଦ ଏଠି କିଏ? ପଢିବା, ପଢୁଛି ଆଉ ପଢାଉଛନ୍ତି। ଏଇ ଦିଟା ହଉଛି କ୍ରିୟାପଦ। ତାହେଲେ କିଏ ପଢୁଛି? ଛାତ୍ର ପଢୁଛି। ଏଠି କିଏ ପଢାଉଛନ୍ତି? ଶିକ୍ଷକ ପଢାଉଛନ୍ତି। ତାହେଲେ ଏଠି କର୍ତ୍ତା କାରକ କିଏ? ଛାତ୍ର ଆଉ ଶିକ୍ଷକ। ବୁଝିପାରିଲ? ଏଠି ଦେଖ, କ୍ରିୟାପଦ ପୂର୍ବରୁ କିଏ ଓ ଏଇ କ୍ରିୟାପଦ ପୂର୍ବରୁ କିଏ ଆଉ କଣ ଲଗାଇ ପ୍ରଶ୍ନ କଲେ ଯେଉଁ ଉତ୍ତର ମିଳେ ତାହା ହଉଛି କର୍ତ୍ତା କାରକ। ଯେମିତି କି ଶିକ୍ଷକ ଆସୁଛନ୍ତି, କିଏ ଆସୁଛନ୍ତି? ଶିକ୍ଷକ ଆସୁଛନ୍ତି। ଫୁଲ ଫୁଟିଛି, କଣ ଫୁଟିଛି? ଫୁଲ ଫୁଟିଛି। ଏଠି ଶିକ୍ଷକ ଆଉ ଫୁଲ ବାକ୍ୟରେ ଦୁଇଟି କର୍ତ୍ତା କାରକ। ଏଇ କର୍ତ୍ତା କାରକ ଗୁଡିକୁ ମଧ୍ୟ ଭାଗ କରାଯାଇଛି। ଯେ ଏଇ କର୍ତ୍ତା କାରକ ଗୁଡିକୁ 3 ଭାଗରେ ବିଭକ୍ତ କରାଯାଇଛି। ଗୋଟେ ମୁଖ୍ୟ କର୍ତ୍ତା, ଗୋଟେ ପ୍ରଯୋଜକ କର୍ତ୍ତା ଆଉ ଗୋଟେ ପ୍ରଯୋଜ୍ୟ କର୍ତ୍ତା। ଦେଖ, ମୁଖ୍ୟ କର୍ତ୍ତା କଣ? ନା ଗାୟତ୍ରୀ ଗୀତ ଗାଉଛି। ଯିଏ ନିଜେ କାର୍ଯ୍ୟ ସମ୍ପାଦନ କରେ ତାକୁ ମୁଖ୍ୟ କର୍ତ୍ତା ବୋଲି କୁହାଯାଏ। ଗାୟତ୍ରୀ ଗୀତ ଗାଉଛି, ତାହେଲେ ଏଠି ଗାୟତ୍ରୀ ହଉଛି ମୁଖ୍ୟ କର୍ତ୍ତା। ଧନ୍ୟ ହରି ସାଇକେଲ ଚଲାଉଛି। କିଏ ସାଇକେଲ ଚଲାଉଛି? ନା ହରି ସାଇକେଲ ଚଲାଉଛି। ତାହେଲେ ଏଠି ମୁଖ୍ୟ କର୍ତ୍ତା କିଏ? ହରି। ଯିଏ ନିଜେ କାର୍ଯ୍ୟ ସମ୍ପାଦନ କରେ ତାକୁ ମୁଖ୍ୟ କର୍ତ୍ତା ବୋଲି କୁହାଯାଏ। ବେଦବ୍ୟାସ ମହାଭାରତ ରଚନା କରିଥିଲେ। କିଏ ରଚନା କରିଥିଲେ? ବେଦବ୍ୟାସ। ତାହେଲେ ପ୍ରଯୋଜକ କର୍ତ୍ତା କଣ? ନା ଯିଏ ନିଜେ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା କରାଏ ତାକୁ ପ୍ରଯୋଜକ କର୍ତ୍ତା କୁହାଯାଏ। ଯେମିତି ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢାଇଲେ। କାହା ଦ୍ୱାରା ମୂର୍ତ୍ତି ଗଢାଇଲେ? ଛାତ୍ର ଦ୍ୱାରା। ତାହେଲେ ମାନେ କାର୍ଯ୍ୟ କିଏ କଲା? ଛାତ୍ର କଲା। କିଏ କିଏ ସେ କାର୍ଯ୍ୟକୁ ସମାପନ କରିଛନ୍ତି? ଶିକ୍ଷକ। ଯେଉଁଠି କର୍ତ୍ତା ନିଜେ କାର୍ଯ୍ୟ ସମ୍ପାଦନ ନ କରି ଅନ୍ୟ ଦ୍ୱାରା ସମ୍ପାଦନ କରାଯାଏ ତାକୁ ପ୍ରଯୋଜକ କୁହାଯାଏ। ପ୍ରଯୋଜକକୁ ଆମେ ଯେମିତି ଆମେ ଆଉ ଗୋଟେ ରିଲେଟ କରିପାରିବା। ଆମର ଡାଇରେକ୍ଟର କଣ କୁହାଯାଏ? ପ୍ରଯୋଜକ। ଠିକ୍ ଯେମିତି ଗୋଟେ ଫିଲ୍ମ, ଯେମିତି ଆମେ ମୁଭି ଗୋଟେ ତିଆରି କଲେ, ଯେମିତି ମାନେ ଡାଇରେକ୍ଟର ସିଧାସଳଖ ଭାବରେ ସିନେମାକୁ ନ ଆସି ଅନ୍ୟ ଦ୍ୱାରା କାର୍ଯ୍ୟ କରାଏ ବା ତା ଡିରେକ୍ସନ ଦିଏ, ଠିକ୍ ସେମିତି ଏଠି ପ୍ରଯୋଜକ କର୍ତ୍ତା ଜଣକ ସେଇ ଭୂମିକାରେ। ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢାଇଲେ। ପରଶୁରାମ କର୍ଣ୍ଣଙ୍କୁ ଧନୁର୍ବିଦ୍ୟା ଶିଖାଇଲେ। ତାହେଲେ ଏଠି ପ୍ରଯୋଜକ କିଏ? ଡାଇରେକ୍ଟର କିଏ? ଶିକ୍ଷକ। ଶିକ୍ଷକ ଛାତ୍ର ଦ୍ୱାରା ତାକୁ କହିଲେ ଏମିତି ମୂର୍ତ୍ତି ଗଢ, ସେମିତି ମୂର୍ତ୍ତି ଗଢ। ଏଠି ପରଶୁରାମ କର୍ଣ୍ଣଙ୍କୁ ଧନୁର୍ବିଦ୍ୟା ଶିଖାଇଲେ। ଅର୍ଥାତ୍ ପରଶୁରାମ ତାଙ୍କୁ ଶିକ୍ଷା ଦଉଛନ୍ତି ଯେ ଏମିତି ତୀର ମାରିବା ଦରକାର, ସେମିତି ମାରିବା ଦରକାର। ତାହେଲେ ଏଠି ପ୍ରଯୋଜକ କର୍ତ୍ତା କିଏ? ଶିକ୍ଷକ ଆଉ ପରଶୁରାମ। ଠିକ୍ ଯେମିତି ଏହାର ଆଉ ଗୋଟେ ଉଦାହରଣ ନେଇପାରିବା।
ରାମ ରାମ ହରି ଦ୍ୱାରା ଗୋଟେ ନଳକୂପ ଖୋଳାଇଲା। ତାହେଲେ କାହା ଦ୍ୱାରା ଖୋଳାଇଲା? ନା ହରି ଦ୍ୱାରା। ତାହେଲେ ଏଠି ପ୍ରଯୋଜକ କିଏ? ରାମ। ପ୍ରଯୋଜ୍ୟକର୍ତ୍ତା। ପ୍ରଯୋଜ୍ୟକର୍ତ୍ତା କଣ? ଯେ ଯାହା ଦ୍ୱାରା ଯାହା ଦ୍ୱାରା ଗୋଟେ ପ୍ରଯୋଜକ କାର୍ଯ୍ୟ ସମ୍ପାଦନ କରେ ତାକୁ ପ୍ରଯୋଜ୍ୟକର୍ତ୍ତା କୁହାଯାଏ। ପ୍ରଯୋଜକକର୍ତ୍ତା ଯାହା ଦ୍ୱାରା କାର୍ଯ୍ୟ ସମ୍ପାଦନ କରେ ତାକୁ ପ୍ରଯୋଜ୍ୟକର୍ତ୍ତା କୁହାଯାଏ। ଏହାର ଗୋଟେ ଉଦାହରଣ ହଉଛି, ଆମେ ସେଇ ସେମ୍ ଉଦାହରଣ ଦବା। ଶିକ୍ଷକ ଛାତ୍ର ଦ୍ୱାରା ମୂର୍ତ୍ତି ଗଢ଼ାଇଲେ। ତାହେଲେ ଏଠି ଶିକ୍ଷକ ହଉଛନ୍ତି କଣ? ପ୍ରଯୋଜକ। ଛାତ୍ର କଣ? ପ୍ରଯୋଜ୍ୟ। ଏଠି ପ୍ରଯୋଜ୍ୟକର୍ତ୍ତା କିଏ? ଛାତ୍ର। ପରଶୁରାମ କର୍ଣ୍ଣଙ୍କୁ ଧନୁର୍ବିଦ୍ୟା ଶିଖାଇଲେ। ତାହେଲେ ପରଶୁରାମ ଏଠି କଣ? ପ୍ରଯୋଜକ। କର୍ଣ୍ଣ କଣ? ପ୍ରଯୋଜ୍ୟକର୍ତ୍ତା। ଅର୍ଥାତ୍ କର୍ଣ୍ଣ ଦ୍ୱାରା ଧନୁର୍ବିଦ୍ୟା ଶିଖାଯାଉଛି। ଦେଖ, ବାଲ୍ମୀକି ଲବକୁଶଙ୍କ ଦ୍ୱାରା ରାମଚନ୍ଦ୍ରଙ୍କୁ ରାମାୟଣ ଶୁଣାଇଥିଲେ। ଏଇଟା ତାହେଲେ ବାଲ୍ମୀକି ଏଠି କଣ ହବ? ପ୍ରଯୋଜକକର୍ତ୍ତା। ଲବକୁଶ ପ୍ରଯୋଜ୍ୟ। ବାଲ୍ମୀକି ନିଜେ ଶୁଣେଇ ନଥିଲେ, ଲବକୁଶ ଦ୍ୱାରା ଶୁଣେଇଥିଲେ। ତାହେଲେ ଏଠି ବାଲ୍ମୀକି ହଉଛନ୍ତି ପ୍ରଯୋଜକକର୍ତ୍ତା ଆଉ ଲବକୁଶ ହଉଛନ୍ତି ପ୍ରଯୋଜ୍ୟକର୍ତ୍ତା। ଠିକ ଅଛି। ଉହ୍ୟକର୍ତ୍ତା କହିଲେ ମାନେ ଯୋଉଠି ଦେଖ, ଏଠି ସତ୍ୟ କହ ଧର୍ମ ଆଚରଣ କର। ଏଠି ତୁମେଟା ଉହ୍ୟ ରହିଛି। ତାହେଲେ ଏଠି ତୁମେ ସତ୍ୟ କୁହ, ତୁମେ ଧର୍ମ ଆଚରଣ କର। ଏଠି ତୁମେଟା ହଉଛି ଗୋଟେ ଉହ୍ୟକର୍ତ୍ତା। ବୁଝିପାରିଲ? କର୍ମକାରକ। କର୍ମକାରକ କାହାକୁ କୁହାଯାଏ? କ୍ରିୟାର କର୍ତ୍ତାର କ୍ରିୟା ସମ୍ପାଦନରେ ଯାହା ଅଭିଳାଷିତ ବା ପ୍ରଧାନ ଲକ୍ଷ୍ୟ ତାହା ହଉଛି କର୍ମକାରକ। ଏଠି କ୍ରିୟା ସମ୍ପାଦନରେ ଯାହା ଅଭିଳାଷିତ ବା ପ୍ରଧାନ ଲକ୍ଷ୍ୟ ସେଟା ହଉଛି କର୍ମକାରକ। ଏହାର ଉଦାହରଣ ଦେଖ, ଖାରବେଳ ମଗଧ ଜୟ କରିଛନ୍ତି। ଏଠି ମୁଖ୍ୟ ଲକ୍ଷ୍ୟ କଣ ଖାରବେଳଙ୍କର? ମଗଧକୁ ଜୟ କରିବା। ତାହେଲେ କର୍ମକାରକ କଣ? ମଗଧ। ଜୟ କରିବା ବି ଗୋଟେ କର୍ମକାରକ ହବ। କିନ୍ତୁ ମୁଖ୍ୟ ଲକ୍ଷ୍ୟ କଣ? ଯୋଉଟା ଅଭିଳାଷିତ ଲକ୍ଷ୍ୟ କଣ? ମଗଧ। ପିତା ପୁତ୍ରକୁ ଡାକୁଛନ୍ତି। ଯଦି ଏଠି ଥାନ୍ତା ଯେ ଖାରବେଳ ଜୟ କରିଥିଲେ, ପିତା ଡାକୁଛନ୍ତି, ତାହେଲେ ଏଠି ଡାକୁଛନ୍ତି ଟା କଣ କର୍ମକାରକ ହେଇନଥାନ୍ତା? ହେଇଥାନ୍ତା। ଏଠି କିନ୍ତୁ ପୁତ୍ରକୁ ଡାକୁଛନ୍ତି ଲେଖା ହେଲା। ମୁଖ୍ୟ ଲକ୍ଷ୍ୟ କଣ? ପୁତ୍ରକୁ ଡାକିବା। ତେଣୁକରି ଏଠି କର୍ମକାରକ ହଉଛି ପୁତ୍ର। ଦେଖ, ଦି ପ୍ରକାର ଜିନିଷ ଅଛି, ଗୋଟେ ମୁଖ୍ୟ କର୍ମ ଆଉ ଗୌଣ କର୍ମ। ମୁଖ୍ୟ କର୍ମ କଣ? ଛାତ୍ରମାନେ ଶିକ୍ଷକଙ୍କୁ ପ୍ରଶ୍ନ ପଚାରୁଛନ୍ତି, ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦେଉଛନ୍ତି। ତାହେଲେ ଯୋଉ ଛାତ୍ରମାନେ ଯୋଉ ମୁଖ୍ୟ ଲକ୍ଷ୍ୟ କଣ ତାଙ୍କର? ପ୍ରଶ୍ନ ପଚାରିବା। ପ୍ରଶ୍ନ ପଚାରିବାଟା ହଉଛି ମୁଖ୍ୟ। ଗୌଣ କର୍ମ କଣ? ଶିକ୍ଷକଙ୍କୁ ପଚାରୁଛନ୍ତି। ଗୋଟେ ବାକ୍ୟରେ ଦିଟା ହେଲା, ଗୋଟେ ମୁଖ୍ୟ କର୍ମ, ଗୋଟେ ଗୌଣ କର୍ମ। ଧନ୍ୟ ସନ୍ନ୍ୟାସୀ ଲୋକମାନଙ୍କୁ ଉପଦେଶ ଦଉଛନ୍ତି। ତାହେଲେ ଉପଦେଶ ଦେବା କଣ? ତାଙ୍କର ମୁଖ୍ୟ କର୍ମ। କାହାକୁ ଉପଦେଶ ଦେଇଛନ୍ତି? କାହାକୁ ଦଉଛନ୍ତି? ଲୋକମାନଙ୍କୁ। ଏଟା ହଉଛି ଗୌଣ କର୍ମ। ତ ବାକ୍ୟରେ ଦି ପ୍ରକାର କର୍ମ ଦେଖାଯାଏ, ମୁଖ୍ୟ କର୍ମ ଆଉ ଗୌଣ କର୍ମ। ଦେଖ, ଏଇଟା ଏମିତି, ମା ଶିଶୁଟିକୁ ଦୁଧ ପିଆଉଛନ୍ତି। ଶିକ୍ଷକ ଛାତ୍ରମାନଙ୍କୁ ପ୍ଲାନେଟୋରିୟମ ଦେଖାଇଲେ। ତାହେଲେ ତାଙ୍କର ମୁଖ୍ୟ କର୍ମ କଣ? ନା ପ୍ଲାନେଟୋରିୟମ ଦେଖାଇବା। ଗୌଣ କର୍ମ କଣ? ଛାତ୍ରମାନଙ୍କୁ। ବୁଝିପାରିଲ? ମୁଖ୍ୟ କର୍ମ ଆଉ ଗୌଣ କର୍ମ। କରଣ କାରକ କହିଲେ ମାନେ କ୍ରିୟା ସାଧନ ପାଇଁ କର୍ତ୍ତାର ଯେ ପ୍ରଧାନ ସହାୟ ତାହାକୁ ତାହାକୁ ବୁଝାଉଥିବା ପଦକୁ କରଣ କାରକ କୁହାଯାଏ। ମୋ ମତରେ କରଣ କାରକ କୁହାଯାଏ ମାନେ ଆମେ ମୋ ମତରେ ଯେ ଆମେ ତାକୁ ସହଜରେ କେମିତି ମନେ ରଖିପାରିବା? ନା କାହା ଦ୍ଵାରା ସେ କାର୍ଯ୍ୟ ସମ୍ପାଦନ ହଉଛି, କୋଉ କାରଣ ଯୋଗୁ? ସ୍ୱାଗତିକା ତୁଳିରେ ଚିତ୍ର ଆଙ୍କୁଛି। ସ୍ୱାଗତିକା କଣ ପାଇଁ, ମାନେ କେଉଁଥିରେ ଚିତ୍ର ଆଙ୍କିଲା? ତୁଳିରେ। ଯଦି ତୁଳି ନଥାନ୍ତା ସେ ଚିତ୍ର ଆଙ୍କି ପାରିଥାନ୍ତା କି? କୋଉ କାରଣ ପାଇଁ ସେ କାର୍ଯ୍ୟ ସମ୍ପାଦନ ହଉଛି ସେଟା ହଉଛି କରଣ କାରକ। ସୁଦର୍ଶନ ପଟ୍ଟନାୟକ ବାଲି ଦ୍ୱାରା ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢୁଛନ୍ତି। ସୁଦର୍ଶନ ପଟ୍ଟନାୟକ କାହା ଦ୍ୱାରା ମୂର୍ତ୍ତି ଗଢିଲେ? ଯଦି ବାଲି ନଥାନ୍ତା ସେ କଣ ମୂର୍ତ୍ତି ଗଢି ପାରିଥାନ୍ତେ କି? ତାହେଲେ ବାଲି ହଉଛି ଏଠି କରଣ କାରକ। ଠିକ ଯେମିତି ଆକାଶରୁ ବର୍ଷା ହେବାରୁ ମୟୂର ନୃତ୍ୟ କଲା। କେଉଁ କାରଣ ପାଇଁ ମୟୂର ନୃତ୍ୟ କଲା? ଆକାଶରୁ ବର୍ଷା ହେଲା ବୋଲି। ଯଦି ଆକାଶରୁ ବର୍ଷା ନ ହେଇଥାନ୍ତା ତାହେଲେ କଣ ମୟୂର ନୃତ୍ୟ କରିଥାନ୍ତା କି? କରିନଥାନ୍ତା।
ଠିକ୍ ସେମିତି ସକାଳ ହେବାରୁ ଆଲୋକ ଆଲୋକ ଦେଖାଗଲା ବା ସୂର୍ଯ୍ୟ ରଶ୍ମି ବିଚ୍ଛୁରିତ ହେଲା। କୋଉଥିପାଇଁ? ଏଇଠି କୋଉ କାରଣ ଏଇଠି କରଣ କାରକ କିଏ? ସକାଳ ହେବାରୁ। ଯଦି ରାତିରେ କଣ ସୂର୍ଯ୍ୟ ଆସନ୍ତି କି? ଠିକ୍ ସେମିତି କୋଉ କାରଣ ପାଇଁ ସେ କାର୍ଯ୍ୟ ସମ୍ପାଦନ ହଉଛି ସେଇଟା ହଉଛି କରଣ କାରକ। ସମ୍ପ୍ରଦାନ କାରକ। ସମ୍ପ୍ରଦାନ କାରକ କଣ? ଯାହାକୁ କୌଣସି ପଦାର୍ଥ ସାମୟିକ ରୂପେ ଦାନ କରାଯାଏ ତାହାକୁ ସମ୍ପ୍ରଦାନ କାରକ କହନ୍ତି। ଯେମିତି ଭୋକିଲା ଭିକାରୀକୁ ଖାଇବାକୁ ଦିଅ। ଦେଶବାସୀ ସୁନାମୀ ବିପନ୍ନକୁ ବସ୍ତ୍ର ଖାଦ୍ୟ ଅର୍ଥ ଦାନ କଲେ। ଏଠି ଗୋଟେ ଜିନିଷ ମନେ ରଖିବ ଯୋଉଟା ସମ୍ପୂର୍ଣ୍ଣ ରୂପେ ଦାନ କରାଯାଏ ତାହାକୁ ସମ୍ପ୍ରଦାନ କାରକ କୁହାଯାଏ। ଯୋଉଟା ସମ୍ପୂର୍ଣ୍ଣ ରୂପେ ଦାନ କରା ନ ହଉଥିବ ତାକୁ ସମ୍ପ୍ରଦାନ କାରକ କୁହାଯିବନି। ଯେମିତି ଢୋବାକୁ ଲୁଗା ଦିଅ ଏଇଟା ସମ୍ପ୍ରଦାନ କାରକ ହବନି। ସେ ପୁଣି ଲୁଗା ତମକୁ ଫେରେଇ ଦବ। କିନ୍ତୁ ଯେତେବେଳେ ତମେ ଭିକାରୀକୁ ଭିକ ଦଉଛ ସେଠୁ କଣ ତମେ ଫେରେଇ ଆଣୁଛ କି? ଯେତେବେଳେ ଗୋଟେ ସୁନାମୀ ବିପନ୍ନ ଖାଦ୍ୟ ବସ୍ତ୍ର ଅର୍ଥ ଦିଆଯାଉଛି ତାକୁ କଣ ଫେରେଇ ଆଣା ଯାଇ ପାରୁଛି କି? ଏଇଭଳିଆ କ୍ଷେତ୍ରରେ ସମ୍ପାଦନ କାରକ ହବ। ବୁଝିପାରିଲ? ଅପାଦାନ କାରକ। ଅପାଦାନ କାରକ କଣ? ନା ଯୋଉଟା ଅଲଗା ହେଇଯାଏ। ଦେଖ ବସ୍ତୁ ବା ବ୍ୟକ୍ତି ଯାହାଠାରୁ ପୃଥକ ହେବାର ଜଣାଯାଏ ସେଠାରେ ଅପାଦାନ କାରକ ହୁଏ। ଯେମିତି ନମିତା ନଳକୂପରୁ ପାଣି ଆଣିଲା। ତାହେଲେ ଯେତେବେଳେ ନଳକୂପରୁ ପାଣି ଆଣିଲା ନଳକୂପରୁ ପାଣି ଅଲଗା ହେଲା ଯେତେବେଳେ ପାଣି ମାରିଲା। ମହାକାଶ ଯାତ୍ରୀମାନେ ଆକାଶରୁ ଅବତରଣ କଲେ। କୋଉଠୁ ଅବତରଣ କଲେ? ଆକାଶରୁ। ସେଇଟା ମହାକାଶଚାରୀମାନେ ମହାକାଶଯାନଟା ଆକାଶରୁ ଅବତରଣ କଲା ମାନେ ଆକାଶରୁ ସେଇଟା ବିଚ୍ଛିନ୍ନ ହେଇଗଲା। ଯୋଉଠି ଅଲଗା ହେଇଯାଉଛି ସେଇଠି ଅପାଦାନ କାରକ ହବ। ଛାତରୁ ପାଣି ଗଳୁଛି ଗଛରୁ ପତ୍ର ପଡୁଛି ତାହେଲେ ପତ୍ରଟା ଅଲଗା ହେଇଗଲା। ଗଛରୁ ଫଳ ପଡୁଛି ଫଳ ଅଲଗା ହେଇଗଲା। ବନ୍ଧୁକରୁ ଗୁଳି ବାହାରୁଛି ତାହେଲେ ଗୁଳି ସେଇଠି ଅଲଗା ହେଇଗଲା। ଏଠି ଅପାଦାନ କାରକ ହେଲା। କିନ୍ତୁ ଯୋଉଟା ବିଚ୍ଛିନ୍ନ ହଉଛି ଦେଖ ନଳକୂପରୁ ପାଣି ଆସିଲା ପାଣି ଆଣିଲା ଯେଉଁଠୁ ବିଚ୍ଛିନ୍ନ ହଉଛି ସେଇଠି ହଉଛି ଅପାଦାନ କାରକ। ଅଲଗା ହବାଟାକୁ ଅପାଦାନ କାରକ ବୋଲି କୁହାଯାଏ। ଦେଖ କୋଉଠୁ ପାଣି ଗଲା? ଛାତରୁ। ଏଇଟା ହଉଛି ଅପାଦାନ କାରକ। ମହାକାଶ ଯାନରୁ ଅବତରଣ। ମହାକାଶ ଯାତ୍ରୀମାନେ ମହାକାଶ ଯାନରୁ ଅବତରଣ କଲେ। ସେମାନେ କୋଉଠୁ ଅବତରଣ କଲେ? ମହାକାଶ ଯାନରୁ। ନମିତା ପାଣି ଆଣିଲା କୋଉଠୁ ପାଣି ଆଣିଲା? ନଳକୂପରୁ ପାଣି ଆଣିଲା। ଏଇଠି ହେଇଛି ଅପାଦାନ କାରକ ଅଲଗା ହେଲା। ବୁଝିପାରିଲ? ଅଧିକରଣ କାରକ। ଯେ କ୍ରିୟା ସାଧିତ ହବାର ସ୍ଥାନ ଆଉ ସମୟକୁ ଅଧିକରଣ କାରକ କୁହାଯାଏ। ଯେ ଯୋଉ କ୍ରିୟା ଆମର ସାଧିତ ହଉଛି ପବନ ବହେ। କୋଉଠି ପବନ ବହୁଛି? ନଦୀ କୂଳରେ। ଆକାଶ ନିର୍ମଳ ଦିଶେ। କେବେ ନିର୍ମଳ ଦିଶେ? ଶରତ ଋତୁରେ। ଠିକ୍ ସେମିତି। ମାନେ ଗୋଟେ ସ୍ଥାନ ଆଉ ସମୟକୁ ଯୋଉଠି ବୁଝାଉଛି ସେଇଠି ଅଧିକରଣ କାରକ କୁହାଯାଏ। ଏଟା ତିନି ଭାଗରେ ବିଭକ୍ତ ଅଛି। ସ୍ଥାନାଧିକରଣ କାରକ, କାଳାଧିକରଣ କାରକ, ବିଷୟାଧିକରଣ କାରକ। ସ୍ଥାନାଧିକରଣ କାରକ କଣ? ନା ଆକାଶରେ ଚନ୍ଦ୍ର ଉଦୟ ହେଲେ। କୋଉଠି ଆକାଶରେ କୋଉଠି ଚନ୍ଦ୍ର ଉଦୟ ହେଲେ? ଆକାଶରେ। କୋଉ ସ୍ଥାନରେ? ଆକାଶରେ। ସ୍ଥାନାଧିକରଣ ଗୋଟେ ସ୍ଥାନକୁ ବୁଝଉଛି। ପୁରୀରେ ଶ୍ରୀମନ୍ଦିର ବିଦ୍ୟମାନ। କୋଉଠି ବିଦ୍ୟମାନ? ପୁରୀରେ। ଗୋଟେ ସ୍ଥାନକୁ ବୁଝେଇଲା ଏଇଠି ସ୍ଥାନାଧିକରଣ କାରକ ହେଲା। କାଳାଧିକରଣ କାରକ କହିଲେ ଗୋଟେ ସମୟକୁ ବୁଝଉଥିବ ତାକୁ କାଳାଧିକରଣ କାରକ କୁହାଯାଏ। କାର୍ତ୍ତିକ ପୂର୍ଣ୍ଣିମାରେ ବୋଇତ ବନ୍ଦାଣ ଉତ୍ସବ ପାଳିତ ହଉଛି। କେବେ ପାଳିତ ହଉଛି? କାର୍ତ୍ତିକ ପୂର୍ଣ୍ଣିମାରେ। ଏଇଠି ଦେଖ ଗୋଟେ ସମୟ ଖଣ୍ଡକୁ ଯେତେବେଳେ ବୁଝଉଛି ତାକୁ କାଳାଧିକରଣ କାରକ କୁହାଯାଏ। ବିଷୟାଧିକରଣ କାରକ କହିଲେ ଯେକୌଣସି ଗୋଟେ ଯେଉଁ ପଦରୁ କ୍ରିୟାପଦ ସାହିତ୍ୟ ଭାବରେ ବିଷୟ ସମ୍ବନ୍ଧରେ ସୂଚନା ମିଳେ। ଦର୍ଶନ ଶାସ୍ତ୍ରରେ ଗଭୀର ଜ୍ଞାନ ଥିଲା। ଏଇଟା ଗୋଟେ ବିଷୟ ବୁଝେଇଲା। କୋଉଥିରେ ତାଙ୍କର ଗଭୀର ଜ୍ଞାନ ଥିଲା? ଦର୍ଶନ ଶାସ୍ତ୍ରରେ। ସଂସ୍କୃତ ସାହିତ୍ୟରେ। ଧରିନିଅ ଆଉ ଗୋଟେ ଉଦାହରଣ ହଉଛି ଫକୀରମୋହନ ଓଡିଆ ସାହିତ୍ୟରେ ଜଣେ ବିଶିଷ୍ଟ ବ୍ୟକ୍ତି ଥିଲେ। ତାହେଲେ ଓଡିଆ ସାହିତ୍ୟରେ ଏଇଟା ହଉଛି ବିଷୟାଧିକରଣ କାରକ। ବୁଝିପାରିଲ? ବର୍ତ୍ତମାନ କାରକ ସରିଲା। ଯଦି କିଛି କାରକ ବୁଝି ପାରିନଥିବ ତାହେଲେ ମତେ କମେଣ୍ଟ କରିବ। ଧନ୍ୟବାଦ।